ଏହି ଦୁନିଆରେ ଛୋଟ ପିମ୍ପୁଡ଼ି ଠାରୁ ଆରମ୍ଭ କରି ମଣିଷ ଯାଏ ସମସ୍ତେ କର୍ମ କରିଥାନ୍ତି। କିନ୍ତୁ ଏହି କର୍ମଫଳଟା ଆମକୁ କେମିତି ମିଳିଥାଏ ଆଉ କେତେବେଳେ ମିଳିଥାଏ? କୁହାଯାଏ କି ଆମ କର୍ମଫଳ ଆମକୁ ନିଶ୍ଚିନ୍ତ ମିଳିଥାଏ। କିନ୍ତୁ ଆମ କର୍ମଫଳ ଆମକୁ ମିଳିଥାଏ ସେତିକି ବେଳେ ଯେତେବେଳେ ଆମ କର୍ମଫଳ ପାଇବାର ସମୟ ଠିକ୍ ଆସିଥାଏ। ଶ୍ରୀକୃଷ୍ଣ କହିଛନ୍ତି କି ଯେତେବେଳେ କି ଆମେ କାମ କରିକି ଠକି ଯାଇଥାଉ, କହିଦେଉ କି ଯେତେବେଳେ ମୋ ଦ୍ୱାରା ଆଉ କିଛି ବି ସମ୍ଭବ ନୁହଁ, ବହୁତ କର୍ମ କଲି, ଆଉ କରିବା ସମ୍ଭବପର ନୁହଁ ମୋ ପାଇଁ, ଠିକ୍ ସେତେବେଳେ ହିଁ ଆମ କର୍ମଫଳ ଆମକୁ ମିଳିଥାଏ। ଯେତେବେଳେ ଆମେ ପୁରା ଭାବୁ କି ଏଇ ଦୁନିଆ ଆମକୁ ଭୁଲିଗଲା, ସେତେବେଳେ ଏଇ ବ୍ରହ୍ମାଣ୍ଡ ଆମର ଭଲ ମନ୍ଦ ସବୁ ହିସାବ କରି ରଖିଥାଏ। ଯେତେବେଳେ ଆମର କେହି ପ୍ରିୟଜନ ଆମକୁ ଛାଡ଼ି ଦେଇ ଚାଲି ଯାଉଛନ୍ତି, ସେଇଟା ଆମେ ସବୁବେଳେ ଦୁଃଖ ଅନୁଭବ କରିଥାଉ। କିନ୍ତୁ ସେଇଟା ବୁଝୁନା କି ସେଇଟା ହେଉଛି ଆମ କର୍ମଫଳ। ଆମେ ହୁଏତ କେବେ ବି କାହା ଆଖିରେ ଲୁହ ଦେଇକି ବି କାହାଠାରୁ ଛାଡ଼ି ପଳାଇ ଆସିଥିବୁ, ସେଥିପାଇଁ ଆଜି ଆମେ କାନ୍ଦିଛୁ। ଆଉ ଯେତେବେଳେ ବି ଆମକୁ ଯଦି କାହା ସହିତ ବି ବହୁତ ଭଲ ସମ୍ପର୍କ ବି ହେଇଯାଉଛି, ତାହେଲେ ଭାବି ନିଅନ୍ତୁ କି ସେଇଟା ହେଉଛି ଆମର ଆଶୀର୍ବାଦ, ଯାହା ଫଳରେ ଆମକୁ ଭଲ ସମ୍ପର୍କଟିଏ ମିଳିଛି। ଏହି ଦୁନିଆରେ ଆମେ ଯେତେବେଳେ ଯାହା ବି କରୁଛୁ, ଆମର ଇଚ୍ଛା, ଆମର ଭାବନା, ସମସ୍ତଙ୍କ ପ୍ରତି ଆମେ ଯଦି ଭଲ ଭାବୁଛେ କି କେଉଁମାନଙ୍କ ପ୍ରତି ଖରାପ ଭାବୁଛେ, ସେ ସବୁ ଗୁଡ଼ିକ ଗୋଟେ ଗୋଟେ କର୍ମ। ଯଦି ଆପଣ କିଛି ବି ଅନ୍ୟମାନଙ୍କୁ ଲୁଚେଇକି ବି କିଛି ଖରାପ କାମ କରୁଛନ୍ତି, ତାହେଲେ ସେଇଟା ତ ଭଗବାନ ଦେଖୁଛନ୍ତି ନା, ସେଇ କର୍ମର ଫଳ ଆପଣଙ୍କୁ ବି ନିଶ୍ଚିନ୍ତ। ଯଦି ମୋର ଏଇ ଭିଡ଼ିଓ ଆପଣଙ୍କୁ ଭଲ ଲାଗିବ, ତାହେଲେ ନିହାତି ଆପଣ କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ କିମ୍ବା ଜୟ ଜଗନ୍ନାଥ ଲେଖିବେ ନିଶ୍ଚିନ୍ତ। ଚାଲନ୍ତୁ ଆଜିର ଏଇ ଭିଡ଼ିଓଟି ମୁଁ ଆରମ୍ଭ କରୁଛି, କିନ୍ତୁ ଆପଣଙ୍କୁ ଅନୁରୋଧ କରୁଛି କି ମୋର ଏଇ ଭିଡ଼ିଓଟିକୁ ପୁରା ସମ୍ପୂର୍ଣ୍ଣ ଭାବରେ ଶ୍ରୀକୃଷ୍ଣ କହିଛନ୍ତି କି ଆମର ଯେତେ ଭଲ କର୍ମ ଅଛି ଆଉ ଖରାପ କର୍ମ ଅଛି, ସେସବୁ କର୍ମ ଆମ ଜୀବନକୁ ନିଶ୍ଚିନ୍ତ ଆସିବ, ବାସ୍ ଖାଲି ସମୟର ଅପେକ୍ଷା। ଶ୍ରୀକୃଷ୍ଣ କହିଛନ୍ତି ଆମେ ଆମ ଜୀବନରେ କରୁଥିବା ସବୁ ଭଲ କର୍ମ ଆଉ ଖରାପ କର୍ମ ଗୁଡ଼ିକ ଆମ ପାଖକୁ ନିଶ୍ଚିନ୍ତ ମିଳିବ। କର୍ମ ହେଉଛି, ଫଳ ହେଉଛି, ଗୋଟେ ହେଉଛି ଚକ୍ର, ଯେଉଁଟା ଆମ ପାଖକୁ ରିଟର୍ଣ୍ଣ ହେଇକି ଆସିଥାଏ। ଆଉ ଶ୍ରୀକୃଷ୍ଣ ଏକଥା ବି କହିଛନ୍ତି କି ଆମର ପ୍ରତି କର୍ମର ନା ସବୁ କିଛି ହିସାବ ହେଇକି ରହୁଛି, ଆଉ ଯେଉଁଟାକି ଆମକୁ ବିଭିନ୍ନ ମାଧ୍ୟମରେ ହିଁ ଆମ ପାଖକୁ ଆସିବ। ଆମେ ଯଦି ଭଲ କରୁଛେ ତାହେଲେ ସେଇ ଭଲଟା ବି ଆମ ପାଖକୁ ଆସିବ, ଯଦି ଆମେ ଖରାପ କରୁଛେ ସେଇ ଖରାପଟା ବି ଆସିବ। କିନ୍ତୁ ଆଉ ଗୋଟେ ବଡ଼ କଥା ହେଲା, ଯେଉଁଟା ବି ସମସ୍ତେ ମାନେ କୁହନ୍ତି ବି, ଏଇଟା ବି ଆମ ଗୀତାରେ ବି ଅଛି, ତୁମେ କର୍ମ କର କିମ୍ବା କେବେ ହେଲେ ବି ଫଳର ଆଶା ରଖନି। ଏହାର ଅର୍ଥ କ'ଣ? ଏଇଟା ଆମେ ଭାବୁ କି ଏଇଟା ଆମକୁ ସୁଯୋଗ ଭଗବାନ ଦେଉଛନ୍ତି କି ଆମେ ବହୁତ ଭଲ କର୍ମ କରିବା, ଆମେ ମୋର ଧର ଗୋଟେ ଜବ୍ ପାଇବାର ଅଛି, ତାହା ପାଇଁ ମୁଁ ବହୁତ ପରିଶ୍ରମ କରିବି ଆଉ ମୋତେ ଭଗବାନର ଫଳ ଦେବେ, ତା ପଛରେ ବହୁତ ଭଲଟେ ଫଳ ମିଳିବ, ମାନେ ମୁଁ ବହୁତ ଭଲ କ୍ରାକ୍ କରିପାରିବି, ପୁରା ଟପ୍ ପୋଜିସନରେ ରହିପାରିବି। ତାହାର ଅର୍ଥ କେବେ ହେଲେ ବି ଏଇଆ ନୁହେଁ। ଏହାର ଅର୍ଥ ଏହା ହେଉଛି ଆମେ ଯେତେବେଳେ ବି କର୍ମ କରୁଛେ, ସେ କର୍ମର ଲାଷ୍ଟଟା କ'ଣ ମିଳିବ, ଯଦି ଆମେ ଖରାପ କରୁଛେ ସେଇଟା ସବୁବେଳେ ଭାବିବା ଦରକାର। କିନ୍ତୁ ବହୁତ ଲୋକ ଅଛନ୍ତି, ସେମାନେ ଖରାପ କର୍ମର ଫଳଟା କ'ଣ ହେବ ସେମାନେ କେବେ ଜାଣିବାକୁ ଚାହାନ୍ତିନି କି ଜାଣିବାକୁ କେବେ ହେଲେ ଚେଷ୍ଟା କରନ୍ତିନି। କର୍ମ ଫଳ ତ ଆମକୁ ନିଶ୍ଚିନ୍ତ ମିଳିବ, କିନ୍ତୁ ଫଳ ସବୁ ଆମେ କର୍ମର ଫଳକୁ କେବେ ଲକ୍ଷ୍ୟ କରୁନା, କିନ୍ତୁ ଫଳଟା ଆମକୁ ସବୁବେଳେ ଲକ୍ଷ୍ୟ କରିଥାଏ, ଆଉ ସେଇ ହିସାବରେ ହିଁ ଆମକୁ ସବୁବେଳେ ଫଳ ମିଳିଥାଏ। ଭଗବାନ ସବୁବେଳେ ନ୍ୟାୟରେ କର୍ମ କରନ୍ତି, ସେ ସବୁବେଳେ ଚୁପ୍ ହେଇ କରନ୍ତି ଆଉ ଧୈର୍ଯ୍ୟର ସହିତ କରନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି, ଯେକୌଣସି ଆମେ ଯାହା ବି କର୍ମ କରୁଛେ ସବୁବେଳେ ଭାବିଚିନ୍ତିକି କର୍ମ କରିବା ଦରକାର। କାରଣ ଭାବିଚିନ୍ତିକି ଯଦି ଆମେ କର୍ମ କରୁଛେ, ସେଇଟା ତାହେଲେ କର୍ମଯୋଗ ହେଇଯିବ, ଆଉ ସେଇଟା ଆମକୁ ବାନ୍ଧିକି ରଖିବ। କିନ୍ତୁ ସେଇଟା ଯଦି ନ କରି ଆମେ ଯଦି ଯେକୌଣସି କର୍ମ କରି ଆମେ ଯଦି ଭଗବାନଙ୍କ ପାଖରେ ସମର୍ପଣ କରିଦେବା, ତାହେଲେ ଭଗବାନ ତା'ର ମୁଖ୍ୟ ବାଟଟେ ଖୋଲିଦେବେ ଆଉ ଆମ ଜୀବନରେ ଆଲୋକ ଭରିଦେବେ। ତୁମେ ତାହେଲେ କେଉଁ କର୍ମ କରିବ? ମୁକ୍ତ ପାଇଥିବା କର୍ମ ନା ବାନ୍ଧି ହୋଇଥିବା କର୍ମ? ତୁମେ ଯଦି ବାନ୍ଧି ହୋଇଥିବା କର୍ମକୁ ଚଏସ୍ କରିବ, ତାହେଲେ ତୁମେ ପୁନର୍ଜନ୍ମ ଆଡ଼କୁ ଯିବ, ଆଉ ତୁମେ ଯଦି ଭଲ କର୍ମକୁ ବାଛିବ ବା ସମର୍ପଣ କର୍ମକୁ ବାଛିବ, ତାହେଲେ ତୁମେ ମୋକ୍ଷ ଆଡ଼କୁ ଯିବ। ଅନେକ ଲୋକ ଅଛନ୍ତି ଯେଉଁମାନେ ଭାଗ୍ୟକୁ ନିନ୍ଦା କରିଥାନ୍ତି, କିନ୍ତୁ ସେମାନେ କେବେ ବୁଝିନାହାନ୍ତି କି ଏଇ ଯେଉଁ ଭାଗ୍ୟଟା ଆମେ ନିଜେ ଗଠନ କରିଛୁ, ନିଜେ ତିଆରି କରୁଛୁ, ନିଜେ ସୃଷ୍ଟି କରିଛୁ। ଆମ ପାଇଁ, ଆମର ଖରାପ କର୍ମ ପାଇଁ କିମ୍ବା ଆମ ଭଲ କର୍ମ ପାଇଁ ଆମ ଭାଗ୍ୟ ସବୁବେଳେ ସେଇଭଳି ଭାବରେ ତିଆରି ହେଇଥାଏ। ଆମ ଖରାପ କର୍ମରେ ଖରାପ ଭାଗ୍ୟ ହେବ, ଭଲ କର୍ମରେ ଭଲ କର୍ମ ହେବ। ଆମର ପ୍ରତ୍ୟେକଟି ଆଖିରେ ଲୁହ ବିନ୍ଦୁ, ପ୍ରତ୍ୟେକଟି ହସ, ପ୍ରତ୍ୟେକଟି ଖୁସି, ପ୍ରତ୍ୟେକଟି ଦୁଃଖ, ସବୁକିଛି
କିଛି ଲେଖା ହେଇକି ରହୁଛି। ଭଗବାନଙ୍କ ପାଖରେ ସବୁ କିଛି ହିସାବ ହେଇକି ରହୁଛି। ଆମେ ଯଦି କାହାକୁ ହସେଇଛେ ବି ସେଇ ହସେଇବାର ବି ଫଳ ମିଳିବ। ଆମେ ଯଦି କାହାକୁ କନ୍ଦେଇଛେ ବି ସେଇ କନ୍ଦେଇବାର ଫଳ ବି ଆମକୁ ମିଳିବ। ଭାଗ୍ୟକୁ ଦୋଷ ଦେବା ଅତି ସହଜ, କିନ୍ତୁ କେବେ ହେଲେ ବି ଆମେ ବୁଝୁନା ଏଇ ଯେଉଁ ଭାଗ୍ୟଟି ଗଢ଼ା ହେଇଛି ସେଇଟା ହେଉଛି ଆମ କର୍ମର ଫଳ। ଆମ କର୍ମର ଫଳ ହିସାବରେ ଆମ ଭାଗ୍ୟ ସୃଷ୍ଟି ହେଇଛି। ଯେତେବେଳେ ପାପ ଆଉ ପୁଣ୍ୟ ଭିତରେ ଯେତେବେଳେ ମାନେ ପାପର ଭାରଟା ବଢ଼ିଯାଏ ସେତେବେଳେ ଆମକୁ ପାପ କଷ୍ଟ ଦୁଃଖ ହିଁ ମିଳିଥାଏ। ଆଉ ଯେତେବେଳେ ପୁଣ୍ୟର ଭାରଟା ବି ବହୁତ ବଢ଼ିଯାଏ ସେତେବେଳେ ଆମ ଜୀବନରେ ବହୁତ ଭଲ ଭଲ କାମ ହେଇଥାଏ। ଆଉ ମଣିଷକୁ ଏଇ ପାପ ଆଉ ପୁଣ୍ୟ ଉଭୟ ଯାକ ଭୋଗ କରିବାକୁ ପଡ଼ିଥାଏ। ଆମର ତ୍ୟାଗ ଗୋଟିଏ କର୍ମ, ଆମର ନିଷ୍ଠା ଗୋଟିଏ କର୍ମ, ଆମର ନୀରବତା ବି ଗୋଟିଏ କର୍ମ। ଆମର ସବୁ କର୍ମ ଫଳ ଆମକୁ ଭୋଗିବାକୁ ପଡ଼ିଥାଏ। ଥରେ ଭୀଷ୍ମ ଶ୍ରୀକୃଷ୍ଣକୁ ପଚାରିଲେ, ମୁଁ ମୋର 7ଟା ଜନ୍ମକୁ ଦେଖିଲି ଆଉ ସେ 7ଟା ଜନ୍ମ ଭିତରେ କୌଣସିରେ ବି ଗୋଟିଏ ବି ପାପ ପାଇଲିନି, ତାହେଲେ ମୋତେ କ'ଣ ପାଇଁ ଆଜି ସେଠି ଶରାସାର୍ଯ୍ୟ ହେବାକୁ ପଡ଼ିଲା? ଉତ୍ତରରେ ଶ୍ରୀକୃଷ୍ଣ କହିଲେ, ତୁମେ ତୁମର 100ତମ ଜନ୍ମକୁ ଦେଖ। ପୂର୍ବରୁ ଯେଉଁ ଜନ୍ମରେ ତୁମେ କିଶୋର ଜଣେ ଥିଲ ଆଉ ଜଙ୍ଗଲକୁ ଯାଇଥିଲ ଆଉ ଗୋଟେ ବିନା କାରଣରେ ବିନା ସ୍ୱାର୍ଥରେ ଆଉ ବିନା ଦୟାରେ ତୁମେ ଗୋଟେ ଝିଣ୍ଟିକାକୁ କଣ୍ଟାରେ ମାରି ଦେଇଥିଲ। ସେଥିପାଇଁ ସେଇ ଯେଉଁ କଣ୍ଟାଟା ଆଜି ତୀର ହେଇକି ତମ ପାଖକୁ ଫେରିଲା। ବହୁତ ବର୍ଷ ପରେ ସମୟ ଅତିବାହିତ ହେବା ସହିତ ତମର ସେଇ ପାପର ଭାରଟା ବହୁତ ବଢ଼ିଗଲା। ହୁଏତ ତୁମର କର୍ମ କେହି ଦେଖିପାରୁନାହାନ୍ତି। ତୁମେ ଭାବୁଛ ମୁଁ ଯାହା ବି ଭୁଲ କରୁଛି ସେ କେହି ଦେଖୁନାହାନ୍ତି, କିନ୍ତୁ ସେ ଉପରବାଲା ଦେଖୁଛନ୍ତି ଆଉ ସେ ସବୁ ବିଚାର କରୁଛନ୍ତି। ଆଜିର କର୍ମ ହେଉଛି ଆମର ଭବିଷ୍ୟତର ଫଳ। ମାନେ ଆଜି ଯେଉଁ ଆମେ କର୍ମଟା କରୁଛୁ, ଯେଉଁଟା ମଞ୍ଜିଟା ପୋତୁଛୁ, ସେଇଟା ଭବିଷ୍ୟତରେ ଥରେ ଫଳ ହେବ ଆଉ ସେଇ ଫଳଟା ଆମକୁ ହିଁ ଭୋଗିବା ପାଇଁ ପଡ଼ିବ। ଯେତେବେଳେ ଖରାପ ସମୟଟା ଆସୁଛି ସେତେବେଳେ ଆମେ ଭାବୁଛୁ ମୋ ସହିତ ଏହା ସବୁ କ'ଣ ପାଇଁ ହେଲା, କିନ୍ତୁ ଆମର ଚେତନା ଆମକୁ ଜଣାଇ ଦେଉଛି ଯେ ଆମର ଏଇଟା ହେଉଛି ଆମେ ପୋତିଥିବା ମଞ୍ଜିର ଫଳ। ଆଉ ଆମେ ଯାହା ବି ସବୁ କର୍ମ କରୁଛୁ ସେ ସବୁ କିଛି ହିସାବ ଆମର ଏଇ ଚେତନା ରଖୁଛି। ଯେଉଁ ଚେତନା ଆଉ ଆତ୍ମାକୁ ବୁଝିବା ଆମ ପକ୍ଷରେ ବହୁତ କଷ୍ଟକର। ଯେତେବେଳେ ମଣିଷ ଜନ୍ମ ହୋଇଥାଏ ସେ ସେତେବେଳେ କିଛି ନେଇକି ଆସିନଥାଏ। ନା ନେଇକି ଆସିଥାଏ ଧନ, ନା ଆଣିଥାଏ ଘର, ନା ଆଣିଥାଏ ପଦବୀ, ନା ଆଣିଥାଏ ପ୍ରତିଷ୍ଠା। ସିଏ ଯେତେବେଳେ ଧୀରେ ଧୀରେ ବଡ଼ ହୋଇଥାଏ ତାକୁ ଏ ସବୁ କିଛି ମିଳିଥାଏ, କିନ୍ତୁ ଯେତେବେଳେ ଶେଷ ସମୟରେ ଏଇ ନିଶ୍ୱାସଟା ଚାଲିଯାଇଥାଏ, କିନ୍ତୁ ସେଇ ଯେଉଁ ନିଶ୍ୱାସ ଦେଇଥିବା ଲୋକ ହେଉଛନ୍ତି ସେ ଭଗବାନ, ଆଉ ସେ ନିଶ୍ୱାସ ନେଇଯିବା ଲୋକ ବି ସେ ଭଗବାନ। ସେଥି ଉପରେ ଆମର କୌଣସି ବି ଅଧିକାର ନାହିଁ। ସିଏ ତ କେବଳ ଆମକୁ ବିନା ସ୍ୱାର୍ଥରେ ଭଲ ପାଇବାରେ ଆଉ ଶ୍ରଦ୍ଧାର ସହିତ ହିଁ ଆମକୁ ସେଇ ନିଶ୍ୱାସଟେ ଦେଇଥିଲେ। ତାହେଲେ ସେଇ ନିଶ୍ୱାସ ନେବାର ପୁରା ଅଧିକାର ବି ସେଇ ଭଗବାନଙ୍କ ପାଖରେ ହିଁ ଅଛି। କିନ୍ତୁ ଏସବୁ ପରେ ବି ଆମ ପାଖରେ ଆମେ କିଛି ବି ନେଇ ଯାଇପାରିନଥାଉ। ନା ନେଇଯାଇଥାଉ ଆମର ଧନ, ନା ଆମର ସମ୍ପତ୍ତି, ନା କୌଣସି ସମ୍ପର୍କ, ନା ପ୍ରତିଷ୍ଠା, ନା ପଦବୀ, ଆମେ କିଛି ବି ନେଇକି ଯାଇନଥାଉ। କିନ୍ତୁ ଆମେ ସାଙ୍ଗରେ ନେଇଯାଇଥାଉ ଆମର ରାଗ, ଆମେ କାହାକୁ ଅପମାନ କରିଥାଉ, କାହାର ଖରାପ କର୍ମ କରିଥାଉ, କାହାକୁ ମାରିଥାଉ, କାହାକୁ ଗାଳି କରିଥାଉ, ଏଇ ସବୁକୁ ନେଇ। ଅନ୍ୟ ପକ୍ଷରେ ତୁମେ ଯଦି କାହାର ଭଲ କରିଥିବ, ଯଦି କୌଣସି ଦୁଃଖୀଆକୁ ଚୁପ୍ କରିଥିବ, ଆଉ ଯଦି ଗୋଟେ ଗରିବକୁ ଖାଇବାକୁ ଦେଇଥିବ, କିମ୍ବା ଗୋଟେ ଗରିବକୁ ଗୋଟେ କମଳ ଘୋଡ଼େଇ ଦେଇଥିବ, କିମ୍ବା ଯେକୌଣସି ଯଦି ଗୋଟେ ଭଲ କର୍ମ କରିଥିବ, ତାହେଲେ ସେଇଟା ଆମର ପୁଣ୍ୟ ବଳରେ ଆମକୁ ଗୋଟେ ବହୁତ ଭଲ ଜୀବନ ଦେବ, ନହେଲେ ଆମକୁ ଖରାପ ଜୀବନଟେ ଦେବ। ଯେଉଁଟା ଆମକୁ କେବେ ବି ଭଲ ଲାଗେନି ସେଇଟାକୁ ଆମେ ଅନ୍ୟକୁ ଦେବା ଠିକ୍ ନୁହଁ। ଯେମିତିକି ଆମର ମିଛ, ଯେଉଁଟାକି ରାଗ, ଗାଳି, ଅପମାନ, ଏଇଗୁଡ଼ା ସବୁ ଅନ୍ୟମାନଙ୍କୁ କରିବା ଭୁଲ। କାରଣ ଏଇଟା ତ ଆମକୁ ଭଲ ଲାଗୁନି, କିନ୍ତୁ ଆମେ କେବେ ହେଲେ ସେଇ କଥା ଭାବୁନା କି ଆମକୁ ଯଦି କିଏ ନିନ୍ଦା କରିବ କିମ୍ବା ଅପମାନ କରିବ, ଗାଳି କରିବ, ତାହେଲେ ସେଇଟା ଆମକୁ କେମିତି ଲାଗିବ। କିନ୍ତୁ ଆମେ ଯଦି ସବୁବେଳେ ଭଲ କରିବା, ଆମେ ଯଦି ସମସ୍ତଙ୍କୁ ଭଲ ବୁଝେଇଥିବା, ତାହେଲେ ଆମକୁ ଭଲ ମିଳିବ। ଯଦି ଆମେ ଖରାପ କର୍ମ କରୁଛେ ତାପରେ ଆମେ କମ୍ପ୍ଲେନ୍ କରୁଛେ ଏମିତି ଜୀବନ ମୋତେ କାହିଁକି ମିଳିଲା, ଏଇ ତ ଜୀବନ ତ ମୋର କର୍ମ ଫଳରେ ହିଁ ମୋତେ ମିଳିଲା ନା। ମୁଁ ଯେଉଁ ଭଳିଆ କର୍ମ କରୁଛି ମୋତେ ସେଇ କର୍ମ ଫଳଟା ହିଁ ମୋ ଜୀବନରେ ମିଳିଛି। କର୍ମ କେବେ ଆଖିରେ ଦେଖାଯାଏ ନା,